ଲୋନ୍ ବା ଋଣ କରିବା ପୂର୍ବରୁ ଜାଣି ରଖନ୍ତୁ ଏହି 10ଟି ଗୁରୁତ୍ୱପୂର୍ଣ୍ଣ କଥା, ଯାହାକି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଆଗକୁ କହିବା ପାଇଁ ଯାଉଛି। ଦେଖନ୍ତୁ, ଯେମିତିକି ଆପଣମାନେ ଜାଣିଛନ୍ତି ବହୁତ ପ୍ରକାରର ଲୋନ୍ ରହିଛି। ଯେମିତିକି ଆପଣମାନଙ୍କର ପର୍ସନାଲ ଲୋନ୍ ରହିଛି, କିମ୍ବା ଆପଣମାନେ ଓଡ଼ିଆରେ ଯାହାକୁ କହିଥାନ୍ତି ବ୍ୟକ୍ତିଗତ ଋଣ। ଆଉ ଆପଣମାନଙ୍କର ଗୋଲ୍ଡ ଲୋନ୍, ଯାହାକୁ ଆପଣମାନେ ଓଡ଼ିଆରେ କହିଥାନ୍ତି ସୁନା ଋଣ, କିମ୍ବା ହୋମ୍ ଲୋନ୍, ଯାହାକୁ ଆପଣମାନେ ଘର ପାଇଁ ଲୋନ୍ କରିଥାନ୍ତି ବା ଋଣ କରିଥାନ୍ତି। ତ ଆପଣମାନଙ୍କୁ ଯେତେବେଳେ ଆପଣମାନେ ଏହି ଲୋନ୍ କରିବା ପାଇଁ ଯାଆନ୍ତି, ଆପଣମାନଙ୍କୁ କିଛିଟା ନିୟମ ବା ସର୍ତ୍ତାବଳୀ ଯେଉଁ ଥାଏ, ଆପଣମାନେ ଏହି ଲୋନ୍କୁ ନେଇ ଯେଉଁ ନିୟମ ଗୁଡ଼ାକ ଥାଏ, ଆପଣମାନଙ୍କୁ ସେଗୁଡ଼ିକୁ ଜାଣିବା ନିହାତି ଆବଶ୍ୟକ ରହିଥାଏ। କିନ୍ତୁ ଆପଣମାନେ ଯେହେତୁ ସେଗୁଡ଼ିକୁ ଜାଣିପାରନ୍ତି ନାହିଁ, ଆପଣମାନଙ୍କୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିଥାଏ। ଯେମିତିକି ଆପଣମାନେ ଲୋନ୍ କରିବା ପରେ ଆପଣମାନଙ୍କୁ କେତେ ଟଙ୍କା ସୁଧ ଦେବା ପାଇଁ ପଡ଼ିବ, ବା ଆପଣମାନେ କହିପାରିବେ କି ଆପଣମାନେ ଯେଉଁ ଲୋନ୍ କରିଥାନ୍ତି ତା ଉପରେ ଆପଣମାନଙ୍କୁ ବର୍ଷିକିଆ ସୁଧ କିମ୍ବା ମାସିକିଆ ସୁଧ କ'ଣ ଆପଣମାନଙ୍କୁ ଦେବା ପାଇଁ ପଡ଼ିଥାଏ, କେତେ ଆପଣମାନଙ୍କୁ ସୁଧ ଦେବା ପାଇଁ ପଡ଼ିଥାଏ, ଯାହାକୁ ଆପଣମାନେ ଜାଣିପାରନ୍ତି ନାହିଁ। ଯାହାଫଳରେ ଆପଣମାନେ ଯେତେବେଳେ ଆପଣମାନେ ସେ ଲୋନ୍କୁ ସୁଝିବା ପାଇଁ ଯାଆନ୍ତି, ତ ଆପଣମାନଙ୍କୁ କେତେ କ'ଣ ଆପଣମାନଙ୍କୁ ସୁଧରେ ଦେବା ପାଇଁ ପଡ଼ିଥାଏ, ଆପଣମାନେ ସେଗୁଡ଼ିକୁ କିଛି ଜାଣିପାରନ୍ତି ନାହିଁ। ତ ଆପଣମାନଙ୍କୁ ମୁଁ ଆଜି ଏହି ଭିଡ଼ିଓରେ କହିବି କି ଯେଉଁ ଆପଣମାନେ ଲୋନ୍ କରୁଛନ୍ତି ତା ପୂର୍ବରୁ ଯେଉଁ 10ଟି ନିୟମ ବା ଗୁରୁତ୍ୱପୂର୍ଣ୍ଣ ଯେଉଁ କଥା ରହିଛି, ସେଗୁଡ଼ିକ କ'ଣ କ'ଣ ରହିଛି ମୁଁ ଆପଣମାନଙ୍କୁ ଗୋଟିଏ ଗୋଟିଏ କରି ଏହି ଭିଡ଼ିଓରେ ଡିଟେଲ୍ସରେ କହିବା ପାଇଁ ଯାଉଛି। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଆଉ ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିବ ବା ଗୁରୁତ୍ୱପୂର୍ଣ୍ଣ ଲାଗିବ, ତାହେଲେ ଆପଣମାନେ ଏହି ଭିଡ଼ିଓକୁ ଟିକେ ଲାଇକ୍ କରିଦେବେ। ଆଉ ଯଦି ଆପଣମାନେ ମୋର ଏହି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଛନ୍ତି, ତାହେଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖିଦେବେ, ଯାହାଫଳରେ ଆପଣମାନେ ଏହିଭଳି ନୂଆ ନୂଆ ଇନଫର୍ମେଟିଭ୍ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ଦେଖନ୍ତୁ, ଯେତେବେଳେ ଆପଣମାନେ କୌଣସି ବି ଋଣ ନେଇଥାନ୍ତି, ଯେମିତିକି ଆପଣମାନଙ୍କର ଯେଉଁ ରହିଛି ବ୍ୟକ୍ତିଗତ ଋଣ, ସୁନା ଋଣ, ଗୃହ ଋଣ, କିମ୍ବା ଆପଣମାନେ ଯେଉଁ କ୍ରେଡିଟ୍ କାର୍ଡ଼ ପାଇଁ ଆବେଦନ କରିଥାନ୍ତି, ତ ଆପଣମାନେ ଏହିସବୁ ଯେଉଁ ଲୋନ୍ କରିଥାନ୍ତି ତା ପୂର୍ବରୁ କିଛିଟା ନିୟମ ବା ସର୍ତ୍ତ ରହିଥାଏ। ଆପଣମାନେ ସେଗୁଡ଼ିକୁ ଠିକ୍ ଭାବରେ ନ ବୁଝି ଆପଣମାନେ ଲୋନ୍ କରିଥାନ୍ତି, ଯାହାଫଳରେ ଆପଣମାନଙ୍କୁ ଆଗକୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିଥାଏ। ତେବେ ଯଦି ଆପଣମାନେ ଲୋନ୍ କରିବା ପୂର୍ବରୁ ଆପଣମାନେ ସେହି ନିୟମ ବା ସର୍ତ୍ତଗୁଡ଼ିକୁ ଠିକ୍ ଭାବରେ ବୁଝି ଲୋନ୍ କରୁଛନ୍ତି, ତାହେଲେ ଆପଣମାନଙ୍କୁ ଆଗକୁ ଆଉ କୌଣସି ଅସୁବିଧା ହେବ ନାହିଁ। ଆଉ ଅନେକ ଲୋକ ଏମିତି ବି ରହିଛନ୍ତି, ଯେଉଁମାନେ କି ଋଣ କରିବା ପୂର୍ବରୁ ସେମାନେ କେତେ ସୁଧ ହାର ରହିଛି ତାକୁ ଦେଖିଥାନ୍ତି, କିନ୍ତୁ ଲୋନ୍ କରିବା ପୂର୍ବରୁ ଆପଣମାନଙ୍କୁ ଆହୁରି ମଧ୍ୟ 10ଟି ଏମିତି ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ଯାହାକୁ ମଧ୍ୟ ଆପଣମାନଙ୍କୁ ଜାଣିବା ନିହାତି ଆବଶ୍ୟକ। ତ ଚାଲନ୍ତୁ ସେଗୁଡ଼ିକୁ ଗୋଟିଏ ଗୋଟିଏ କରି ଡିଟେଲ୍ସରେ ବୁଝିବା ବା ଡିଟେଲ୍ସରେ ଦେଖିବା କ'ଣ ରହିଛି ସେହି 10ଟି ନିୟମ ବା ସର୍ତ୍ତ, ଯାହାକୁ ଆପଣମାନଙ୍କୁ ମାନିବା ନିହାତି ଆବଶ୍ୟକ ବା ବୁଝିବା ନିହାତି ଆବଶ୍ୟକ। ପ୍ରଥମ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ମୂଳଧନ। ମୂଳଧନ କ'ଣ? ଦେଖନ୍ତୁ, ମୂଳଧନ ହେଉଛି ଯେଉଁ ଆପଣମାନେ ଯେଉଁ ବ୍ୟାଙ୍କ କିମ୍ବା ଋଣଦାତା ସଂସ୍ଥା ଠାରୁ ଧାର ନେଇଥାନ୍ତି, ତାକୁ ଆପଣମାନେ ମୂଳଧନ କହିଥାନ୍ତି। ସେହି ମୂଳଧନ ଉପରେ ଆପଣମାନେ ଯେଉଁ ସୁଧ ଦେଇଥାନ୍ତି, ତାକୁ ଆପଣମାନେ ମୂଳଧନ କହିଥାନ୍ତି। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁଧ ହାର। ଇଣ୍ଟରେଷ୍ଟ ରେଟ୍ ବା ସୁଧ ହାର ହେଉଛି ସେହି ଶତକଡ଼ା ଯାହା ବ୍ୟାଙ୍କ ଆପଣମାନଙ୍କ ଠାରୁ ସୁଧ ରୂପରେ ନେଇଥାଏ, କିମ୍ବା ଆପଣମାନେ ଯେଉଁ ଋଣଦାତା ସଂସ୍ଥା ଠାରୁ ଧାର ନେଇଥାନ୍ତି ବା ଲୋନ୍ କରିଥାନ୍ତି, ଯାହା ଉପରେ ସେ ସୁଧ ନେଇଥାନ୍ତି, ତାକୁ ଆପଣମାନେ ସୁଧ ହାର କହିଥାନ୍ତି। ଦେଖନ୍ତୁ, ଆପଣମାନଙ୍କର ସୁଧ ସ୍ଥିର କିମ୍ବା ପରିବର୍ତ୍ତନଶୀଳ ରହିଥାଏ, କିମ୍ବା ଆପଣମାନେ କହିପାରିବେ କି ଆପଣମାନେ ଯେଉଁ ସୁଧ ଦେବେ ଆପଣମାନେ ତା ସ୍ଥିର ହୋଇପାରେ, କିମ୍ବା ଆପଣମାନଙ୍କର ସେହି ସୁଧକୁ ଆପଣମାନେ ବଢ଼ିପାରେ କିମ୍ବା କମିପାରେ। ସୁଧ ହାର ନିର୍ଦ୍ଧାରଣ କରି ଯେ ଋଣ କେତେ ମହଙ୍ଗା କିମ୍ବା ଆପଣମାନଙ୍କୁ କେତେ ଶସ୍ତା ରହିବ। ତାପରେ ଆପଣମାନଙ୍କର 3 ନମ୍ବର ରହିଛି ଇଏମ୍ଆଇ। ଇଏମ୍ଆଇ ହେଉଛି ସେହି ନିର୍ଦ୍ଦିଷ୍ଟ ମାସିକ ରାଶି ଯାହା ଆପଣମାନେ ପ୍ରତି ମାସରେ ବ୍ୟାଙ୍କକୁ ଦେଇଥାନ୍ତି। ଏଥିରେ ମୂଳଧନ ଓ ସୁଧ ଉଭୟ ଅନ୍ତର୍ଭୁକ୍ତ ହୋଇଥାଏ। ଇଏମ୍ଆଇ ହେଉଛି ଯେଉଁ ଆପଣମାନେ ଲୋନ୍ କରିସାରିବା ପରେ ଆପଣମାନେ ଯେଉଁ ମାସକୁ ମାସ ବ୍ୟାଙ୍କକୁ ମୂଳ ଆଉ ସୁଧ ସହ ଏକା ସାଙ୍ଗରେ ମିଶେଇକି ଆପଣମାନେ ଯେଉଁ ମାସକୁ ମାସ ଦେଇଥାନ୍ତି, ତାକୁ ଇଏମ୍ଆଇ କୁହାଯାଇଥାଏ। 4ରେ ରହିଛି ଋଣ ଅବଧି ବା ଲୋନ୍ ଟେନ୍ୟୁର। ଋଣ ଅବଧି ହେଉଛି ସେହି ସମୟ ଯେଉଁଥିରେ ଆପଣ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଥାନ୍ତି। ଅଧିକ ସମୟ ନେଲେ ମାସିକ କିସ୍ତି କମ୍ ହୁଏ, କିନ୍ତୁ ମୋଟ ସୁଧ ବଢ଼ିଯାଏ। କମ୍ ସମୟ ନେଲେ ମାସିକ କିସ୍ତି ଅଧିକ ହୋଇଥାଏ, କିନ୍ତୁ ମୋଟ ସୁଧ କମ୍ ହୋଇଥାଏ। ଋଣ ଅବଧି କହିବାକୁ ଗଲେ ଯେଉଁ ଆପଣମାନେ ଲୋନ୍ କରିସାରିବା ପରେ ଆପଣମାନଙ୍କୁ ଯେଉଁ 2 ବର୍ଷ, 3 ବର୍ଷ, 4 ବର୍ଷ, 5 ବର୍ଷ ଏମିତି ଯେଉଁ ଆପଣମାନଙ୍କୁ ଟାଇମ୍ ଦିଆଯାଇଥାଏ, ଆପଣମାନଙ୍କୁ ସେଇ ଭିତରେ ଆପଣମାନେ ଯେଉଁ ଲୋନ୍ ଆଣିଥାନ୍ତି ତାକୁ ସୁଝିବା ପାଇଁ ପଡ଼ିଥାଏ। ଯଦି ଆପଣମାନେ ଯେଉଁ ଲୋନ୍ କରିସାରିବା ପରେ ଆପଣମାନଙ୍କୁ ଯେତିକି ଟାଇମ୍ ଦିଆଯାଇଥାଏ, ଆପଣମାନେ ଯଦି ସେ ଟାଇମ୍ ଭିତରେ ପୂର୍ଣ୍ଣ କରିପାରୁନାହାନ୍ତି ବା ଆପଣମାନଙ୍କ ଲୋନ୍କୁ ସୁଝି ପାରୁନାହାନ୍ତି, ତାହେଲେ ଆପଣମାନଙ୍କର ମାସିକ କିସ୍ତି କମିଯାଏ, କିନ୍ତୁ ଆପଣମାନଙ୍କର ସୁଧ ବଢ଼ିଯାଏ। ଆଉ ଯଦି ଆପଣମାନେ କମ୍ ସମୟ ଭିତରେ ଆପଣମାନଙ୍କ ସେଇ ଲୋନ୍କୁ ସୁଝି ଦେଇଥାନ୍ତି, ତାହେଲେ ଆପଣମାନଙ୍କର ମାସିକ କିସ୍ତି ଅଧିକ ହୋଇଥାଏ, କିନ୍ତୁ ଆପଣଙ୍କର ସୁଧ କମିଯାଇଥାଏ। ତାପରେ 5 ନମ୍ବର ରହିଛି ଏପିଆର୍। ଏପିଆର୍ ବା ବାର୍ଷିକ ଶତକଡ଼ା ହାର, ଯାହାକୁ ଆପଣମାନେ ଆନୁଆଲ୍ ପରସେଣ୍ଟେଜ୍ ରେଟ୍ କହିଥାନ୍ତି। ଆପଣମାନଙ୍କ ଋଣର ପ୍ରକୃତ ବାର୍ଷିକ ଖର୍ଚ୍ଚ ବିଷୟରେ ସୂଚନା ଦେଇଥାଏ। ଏଥିରେ ସୁଧ ସହିତ ସମସ୍ତ ଫିସ୍ ଓ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ, ତେଣୁ ଏହା ସୁଧ ହାର ଅପେକ୍ଷା ଅଧିକ ସଠିକ୍ ଚିତ୍ର ପ୍ରଦାନ କରିଥାଏ। ତାପରେ 6 ନମ୍ବରରେ ରହିଛି ପୂର୍ବ ପରିଶୋଧ ବା ପ୍ରି ପେମେଣ୍ଟ। ପୂର୍ବ ପରିଶୋଧର ଅର୍ଥ ହେଉଛି ଆପଣମାନେ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ଋଣର କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ରାଶି ପରିଶୋଧ କରିପାରିବେ। ଏହାଦ୍ୱାରା ଆପଣମାନଙ୍କର ସୁଧ କମ୍ ହୋଇଯାଇଥାଏ, କିନ୍ତୁ କିଛି ଋଣରେ ପୂର୍ବ ପରିଶୋଧ ଉପରେ ଜରିମାନା ମଧ୍ୟ ଲାଗୁ ହୋଇପାରେ। ତାପରେ 7 ନମ୍ବରରେ ରହିଛି ପ୍ରୋସେସିଂ ଫିସ୍।
प्रोसेसिंग फीस होची आपन जो बैंक किंवा संस्था जो ऋण देला टाइम रे आपन जो चार्ज नहीं थाए ताको प्रोसेसिंग फीस कहा जाय थाए। तेबे आपन ए फीस आपन आगरो कोटा जाय थाए किंबा ऋण राशि रे जोड़ा जाय थाए। तापरे 8 नंबर रे अछि ऋण स्थगन। ऋण स्थगन होची जेतेबेले किछि विशेष परिस्थिति रे जेमति कि आपन कोरोना महामारी सेही समय आपन ऋण रो किस्ती किछि समय पय स्थगित रखा जाय किंतु आपन सुद से टाइम रे मध्ये बढ़ी थाए। 9 नंबर रे अछि संपत्ति जमानत। किछि ऋण रे आपन मानकु कोनोसी संपत्ति जेपरि आपन मानकर घर गाड़ी सुना एई सब को आपन मानकु जमानत रूपे रखिया को पड़ी थाए। जदि आपन माने ऋण परिशोध न करि पारंती तेबे बैंक सेही संपत्ति बिक्री करि पारे। 10 नंबर रे रहिछि एलटीवी। एलटीवी बा ऋण मूल्य अनुपात सुझाई थाए जे आपन को संपत्ति रो मूल्य अनुसार आपन मानकु केते ऋण मिलिबो। आ देखंतु किछि गुरुत्वपूर्ण सूचना मध्ये रहिछि। देखंतु व्यक्तिगत ऋण रे मध्ये किछि अडुआ रहि थाए जेपरि कि उच्च सुध हार लुचा जाइथिया फीस क्रेडिट स्कोर उपर प्रभाव एवं सठिक समय परिशोध न कले आईनगत समस्या। तेणु ऋण नवा पूर्व भल भाव चिंता करंतु एवं समस्त विषय को भल भाव बुझंतु। तेबे देखंतु एई 10टी थिला गुरुत्वपूर्ण कथा जाहाको आपन मानको लोन करिया पूर्व बा ऋण करिया पूर्व आपन मानको ए विषय जानिबा नित्य आवश्यक बा बुझिबा नित्य आवश्यक। जदि आपन मान ए सब को ठीक भाबरे बुझि पारि आपन मान लोन करछंती ताले आपन मानको आगकु जायके आ किछि असुविधार सम्मुखीन होबा ପାଇଁ पड़िबोनी। आ जदि आपन मान ए सब को किछि बुझुनांती आ आपन मान डायरेक्ट सेमिति लोन कर दोछंती ताले आपन मान आगकु बहुत किछि असुविधार सम्मुखीन होई पारंती। तो जत्ते बेले भी आपन मान लोन करिया ପାଇଁ जिवे आपन मान एई सब बा एई 10टी जिनिस को आपन मान ध्यान रखि लोन करिया ପାଇଁ जिवे जहा आपन मान को फायदा दबो।